କେମିତି ନ୍ୟାୟ ପାଇବେ ରାହୁଲ କିଭଳି ଭାବେ ସେପଟେ ନ୍ୟାୟ ପାଇବେ ଏ ସମସ୍ତ ଦିଗକୁ ନେଇ ଆପଣ କଣ ଚିନ୍ତା କରୁଛନ୍ତି? ନ୍ୟାୟ ଆମର ରାହୁଲ ପାଇବ ଯଦି ଯେମିତି ହଉ ଆମର ସେଇଟା ତଦନ୍ତ ଚାଲୁଛି ନ୍ୟାୟ ପାଇବ। ଆଉ ଆପଣ ଯୋଉ କହୁଛନ୍ତି ତୃଷ୍ଣା କଥା ଯୋଉ ତୃଷ୍ଣାର ଯୋଉ କଣ କହିଲେ ସେଇଟା ତ ଆମର ଯାହା କୋର୍ଟ କରିବ କି ତାଙ୍କର ପୋଲିସ ତ ନେଖିକି ନେଇଛନ୍ତି ସିଏ ତାଙ୍କର ଆଇନ ଦୃଷ୍ଟିରୁ ଯାହା ମିଳିଲେ ମିଳିବ ନହେଲେ ନାହିଁ। ଆଉ ଯେତେବେଳେ ମୋ ଜୋଇଁ ଚାଲିଲା ସୁନା ନ ମିଳିଲେ ନ ମିଳିବ କଣ ହେଇଗଲା ଅସୁବିଧା? ଆମେ କଣ ସୁନା ପାଇଁ ଆମ ଜୀବନ ପଳେଇବ କି? ଯଦି ଆମେ ଆଣିଥିବୁ ଆମକୁ ଭଗବାନ ଉପର ବାଲା ଦେଖିବ ସିଏ ଯଦି ରଖିଥିବେ ତାଙ୍କର କେହି ଏ ଯୁଗରେ କେହି ଏ ଜିନିଷ ନେଇ ଭୋଗ କରିପାରିବେନି। ଆଉ ଏଇ ସମ୍ପତ୍ତି ବାଡି ପଡିଥିବ ସମେତ କିଏ କୁଆଡେ ଯିବ? ଶେଷ ପ୍ରଶ୍ନ ଆପଣଙ୍କୁ ଯେତେବେଳେ ଏତେ ସବୁ ଘଟଣା ଘଟିଗଲା ଏବେ ଆପଣ କଣ ଦାବି କରିବେ ଏବଂ ସବୁଠୁ ବଡ କଥା କାହାକୁ ଆପଣ ମୁଖ୍ୟ ଦାୟୀ ଦେବେ ଯୋଉଥିପାଇଁ ଆଜି ତୃଷ୍ଣାଙ୍କର ସଂସାର ଭାଙ୍ଗି ଯାଇଛି? ତୃଷ୍ଣା ଆଜି କୋର୍ଟର ଦ୍ୱାରସ୍ଥ ହେଇଛନ୍ତି, ଅନ୍ୟପଟେ ରାହୁଲଙ୍କ ତଦନ୍ତରେ ବି କୋଉଠି ନା କେଉଁଠି ଗୋଟେ ପାରିବାରିକ ବିବାଦ ଗୋଟେ ବଡ ପ୍ରଶ୍ନବାଚୀ ଠିଆ ହେଇଛି। ସେ କଥାର କିଛି ନାହିଁ। ସେ ଯୋଉ ପାରିବାର ଆମର ତ ସେ ନଣନ୍ଦ ଯୋଉ ଏଇ ଯୋଉ କଥା କହିଲା ମୋର କହିବା କଥା ସୁନା ଯୋଉ ବିକ୍ରି କରିବା କଥା ନଣନ୍ଦ ତାଙ୍କ ଶାଶୁ ବସାଏ ନଣନ୍ଦ କହିଲେ ଆମେ ସୁନା ଜିନିଷ ବିକିକିରି ରାହୁଲ କେସ୍ ନଡିବୁ। ମୋର କହିବା କଥା ରାହୁଲ ମରିଛି ଏଇଟା ସରକାର ଗଭର୍ଣ୍ଣମେଣ୍ଟ ଓକିଲ ନଢିବ ସେ ତା ସୁନା ଜିନିଷ ବିକିକିରି ଲଢିବାକୁ ତମେ କାହିଁକି ତୃଷ୍ଣାକୁ ନଣନ୍ଦ କହିଲା? ତୃଷ୍ଣା ଯୋଉ ଯାଇଥିଲା ରାହୁଲର 28 ତାରିଖ ଦିନ ତାଙ୍କ ଘରକୁ ସମସ୍ତେ ସାଙ୍ଗ ହେଇଗଲେ ସେଇଠି ନଣନ୍ଦ କହିଲା ଆଉ ଭାଇର କେସ୍ ଜିତିବାକୁ ହେଲେ ଆଉ ତୋ ଜିନିଷ ଆଉ ଭାଇ ଜିନିଷ ସବୁ ବିକିବାକୁ ପଡିବ। ଇଏ ଆଉ ସେଠି କିଛି କହିଲାନି। ଶାଶୁ ବି ବସିଥାନ୍ତି ଯେତେବେଳେ କହିଲା ମତେ କହିଲାରୁ ମୁଁ ସେଇଟା ତାଙ୍କୁ ପଚାରିଲି ମୁଁ ମା ହେଇକି ପଚାରିବିନି? ଯଦି କେସରେ ନଢିଆ ଗଲା ଆମର ତ ଗଭର୍ଣ୍ଣମେଣ୍ଟ ଓକିଲ ନଢୁଛି ଆଉ ଆମର ପଇସା କଣ ତା ଜିନିଷ କାହିଁକି ବିକ୍ରି ହବ? ତାପରେ ଯଦି ତାକୁ ବି ପଚାରିବ କି ତୃଷ୍ଣା ଏମିତି ତା ଶାଶୁ ଶ୍ୱଶୁର ଯଦି ପଚାରିଥାଏ ମାରେ ଆମର ପଇସାର ଅସୁବିଧା ଏମିତି ହେଇଛି ପୁଅ ଚାଲିଗଲା ସେଥିରେ ଖର୍ଚ୍ଚ ହେଲା କଣ କଲା ଆଉ ଆମେ ଜିନିଷ କିଛି ବିକିକିରି ଲଢିଆ ସେଇଟା ମା ପଚାରିଥାନ୍ତା ଶ୍ୱଶୁର ପଚାରିଥାନ୍ତା। ନଣନ୍ଦ ପଚାରିବାଟା ଏଇଟା ଠିକ ନୁହେଁ। କୋଉଠି ଅଛି ଆପଣ କୁହନ୍ତୁ? ବିବାହିତା ନଣନ୍ଦ କହିବ କି ଯେ ଭାଇର ତୋର ସୁନା ବିକିକିରି ଆମେ କେସ୍ ନଡିବୁ? ତାପରେ ସିଏ କଟକ ନେଇକି ଯାଇଥିଲେ ସୁନାକୁ ବିକିବାକୁ। ସୁନା ସବୁ ବିକ୍ରି ହେଇଯାଇଛି ଆପଣଙ୍କ ଅଭିଯୋଗ? ନା ମୁଁ ସେ ନେଇଥିଲେ ଆମେ ସିଟୁ ଖବର ପାଇଲୁ ଯେ ତୋ ଜିନିଷ ଆସିଥିଲେ ବିକ୍ରି ହେବା ପାଇଁ ସବୁ ଇଏ ହେଇଛି। ଆମ କଟକରୁ ଖବର ଆଇଲା ମୁଁ ସେଥିପାଇଁ ତାଙ୍କ ଘରକୁ ଗଲି ପଚାରିବାକୁ। ମୁଁ ଯେତେବେଳେ ମୋ ଝିଅକୁ ମୋର ଏତେ କଷ୍ଟ କରିକି ମୁଁ ସବୁ ଦେଇଛି ମୁଁ ପଚାରିବିନି ମୋ ଝିଅ ଜିନିଷ କାହିଁକି ଆପଣ ବିକିବାକୁ କହୁଛନ୍ତି?